କାର୍ତ୍ତିକ ମାସକୁ ସମଗ୍ର ଦେଶରେ ପବିତ୍ର ମାସ ରୂପେ ପାଳନ କରାଯାଏ। ଏହି ମାସରେ ସାଧାରଣତଃ ଜନତା ଆମିଷକୁ ନିଷେଧ କରିଥାନ୍ତି। ମାସଯାକ ଲୋକେ ସକାଳୁ ସନ୍ଧ୍ୟାରେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି। ମାସର ଶେଷ 5 ଦିନକୁ ପଞ୍ଚୁକ ରୂପେ ପାଳନ କରାଯାଇଥାଏ। ଶେଷରେ ପୂର୍ଣ୍ଣିମା ଦିନ ଅଷ୍ଟପ୍ରହରୀର ଆୟୋଜନ ହୋଇଥାଏ ଏବଂ ଶ୍ରଦ୍ଧାଳୁ ଅଷ୍ଟପ୍ରହରୀରେ ଭଗବାନଙ୍କ ସଂକୀର୍ତ୍ତନ ଶୁଣି ନିଜକୁ ପବିତ୍ର କରିଥାନ୍ତି। ଏଭଳି ଏକ ଅଷ୍ଟପ୍ରହରୀରେ ଶ୍ରଦ୍ଧାଳୁଙ୍କ ଭିତରେ ଏକ ଗାଈ ମଧ୍ୟ ସଂକୀର୍ତ୍ତନ ଶୁଣୁଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ। ଏଠାରେ ପୂର୍ଣ୍ଣିମା ପାଇଁ ଅଷ୍ଟପ୍ରହରୀ ଚାଲୁଥିବା ବେଳେ ଭକ୍ତଙ୍କ ଭିତରେ ଏକ ଗାଈ ଭଗବାନଙ୍କ ଭକ୍ତିରେ ସଂକୀର୍ତ୍ତନ ଶୁଣୁଥିବା ଦେଖିବାକୁ ମିଳିଥିଲା। ଯେଭଳି କାମଧେନୁ ଗାଈଙ୍କ ଶରୀରରେ ସମସ୍ତ ଦେବୀ ଦେବତାଙ୍କ ବାସ ରହିଛି, ସେଭଳି ଗୋମାତା ଭକ୍ତ ହୋଇ ସଂକୀର୍ତ୍ତନ ଶୁଣି ନିଜକୁ ଧନ୍ୟ ମନେ କରୁଛି। ब्यूरो रिपोर्ट तीर्थक्षेत्र लाइव।